ପବିତ୍ର ମନେ ନାହିଁ। କଣ ହେଇଛି ଘଟଣା? ମାଛ ଏବେ ତ ମୁଁ ତ ଆସି ଘଣ୍ଟେ ଦୁଇଟା ଅଧେ 3ଟା ବେଳେ ଦେଖିଲା ବେଳକୁ ମାଛ ସବୁ ଯାକ ସାଇଡ଼ରେ ସବୁ ଯାକ ଭାସୁଛନ୍ତି। ମୁଁ ଭାବୁଛି ବୋଧେ ଏବେ ଯେଉଁ ଗରମ ଯେଉଁ ହେଉଛି, ଆଜି ତ ଅସହାୟ ବହୁତ ଗରମ ଥିଲା, ପ୍ରବଳ ଗରମ ଥିଲା, ଭାବୁଛି ସେଥିପାଇଁ ବୋଧେ ମାଛ ଯାକ ସବୁ ମରିକିନା ସବୁ ସାଇଡ଼୍ରେ ଭାସୁଥିଲେ। ଏବେ ଏମିତିକି ଜାଁଳା ମାଛଠୁ ଆରମ୍ଭ କରିକିନା ବଡ଼ ମାଛ ଯେତିକି ଥିଲା ମାଛ ସବୁ ଯାକ ମାଛ ମରିକିନା ସବୁ ସାଇଡ଼୍ରେ ସବୁ ଯାକ ଭାସୁଛନ୍ତି। ସବୁ ପାଖାପାଖି 2ରୁ 3 କୁଇଣ୍ଟାଲ ଖଣ୍ଡେ ମାଛ ହେବ। ବହୁତ ମାଛ ଥିଲା। ଆମେ ବି ବହୁତ ଦୁଃଖ ବି ଲାଗୁଛି ଯେ ଏତେ ଯାକ ମାଛ ଥିଲା ଗୋଟେ ଥରେ ଗରମରେ ପୁରା ଯେଉଁ ପାଣି ପୁରା ବହୁତ ଗରମ ହେଇଗଲା। ଗରମ ପାଣିଠୁ ବି ବଳକା ହେଇଯାଇଛି, ସେଥିପାଇଁ ବୋଧେ ଗରମ ସକାଶେ ମାଛ ସବୁ ମରିଯାଇଛନ୍ତି। କେବଳ ଆଜି ହିଁ ଦେଖିଲେ ନା କେତେ ଦିନ? ନାଇଁ ଆଜି ହିଁ ଦେଖିଲୁ, ନହେଲେ ଏବେ ତ 2-3 ଦିନ ମୁଁ ଡେଲି ଆସିକିନା ବି ଚେକ୍ କରି ଆସିକିନା ଯେ ମାଛ ଗୋଟେ ମାଛ ବଗ ଖାଉଥିଲା ସିନା, ମାଛ ଏମିତି ଏତେ ପରିମାଣରେ କେବେ ଭାସୁ ନଥିଲେ କେବେ। ଆଜି ଦେଖିଲୁ ଯେ ସବୁ ଯାକ ବନ୍ଧର କ'ଣ ଯେତିକି ଯାକ ମାଛ ଥିଲା ସବୁ ମାଛ ସବୁ ଭାସୁଛନ୍ତି ସବୁ ମରିକିନା, ଖାଲି ଗରମ ପାଇଁ। ମୋର ନାଁ ବନ୍ଧୁ ଅନ୍ତାଲ। ଆମେ 1.5 ବର୍ଷ ହେଲା ମାଛ ଛାଡ଼ିଥିଲୁ କ୍ୟାଣ୍ଟିନ୍ ସାଇଡ଼୍ରେ। ଆଉ 3 ଦିନ ହେଲା ପ୍ରବଳ ଖରା କି ଆଜି ଦେଖିଲୁ ଯେଉଁ ଘଣ୍ଟେରେ ସବୁ ମରିକିରି ବାସୁଥିଲେ ଉପରେ। ସବୁ ଖାଡ଼ିଲୁ, ବାହାର କଲୁ, ସବୁ 2ରୁ 3 କୁଇଣ୍ଟାଲ ହେବ। ଏବେ ଗୋଟେ ଗାତ ଖୋଲି ସବୁ ପୋତି ଦେବୁ ବୋଲି ଆମେ ଭାବୁଛୁ। ପାଖାପାଖି ଆଉ ଅଛନ୍ତି ଭିତରେ ସବୁ। ଏ 3 ଦିନ ହେଲାଣି ପ୍ରବଳ ଖରା, ଏତ ସବୁ ମରିଗଲା। ପାଣି ବହୁତ ଗରମ।